ଥରେ ଗୋଟେ ଘନ ଜଙ୍ଗଲ ଥିଲା। ଏଥିରେ ସବୁ ପ୍ରକାରର ଜୀବଜନ୍ତୁ ରହୁଥିଲେ। ବାଘ, ହରିଣ, ବିଲୁଆ, ଠେକୁଆ, ଭାଲୁ ସମସ୍ତେ ମିଳିମିଶି ରହୁଥିଲେ। କିନ୍ତୁ ବାଘ ନିଜକୁ ବହୁତ ଶକ୍ତିଶାଳୀ ବୋଲି ଗର୍ବ କରୁଥିଲା ଆଉ ସବୁବେଳେ ଛୋଟ ଜୀବଜନ୍ତୁମାନଙ୍କୁ ହଇରାଣ କରୁଥିଲା। ଦିନେ ଜଙ୍ଗଲରେ ଗୋଟେ ବୁଢ଼ା ହାତୀ ଆସିଲା। ସିଏ ବହୁତ ବୁଦ୍ଧିମାନ ଓ ଶାନ୍ତିପ୍ରିୟ ଥିଲା। ସିଏ ଦେଖିଲା ବାଘ ତାର ଶକ୍ତିର ଦୁରୁପଯୋଗ କରୁଛି ଓ ଛୋଟ ଛୋଟ ଜୀବଜନ୍ତୁ ତାକୁ ଡରଉଛି। ହାତୀ ଭାବିଲା ମୋତେ ହିଁ କିଛି କରିବାକୁ ପଡ଼ିବ। ହାତୀ ଜଙ୍ଗଲରୁ ସବୁ ଜୀବଜନ୍ତୁମାନଙ୍କର ଗୋଟେ ସଭା ଡାକିଲା ଆଉ କହିଲା, ଆମ୍ଭେମାନେ ସମସ୍ତେ ମିଶି ବାଘର ଏ ଦାଦାଗିରିକୁ ଅଟକାଇବାକୁ ହେବ। ଯଦି ଆମେ ସମସ୍ତେ ମିଶି ତାର ସାମ୍ନା କରିବା ତାହେଲେ ସିଏ ଆମ କଥା ନିଶ୍ଚୟ ମାନିବ। ଏହା ଶୁଣି ଜଙ୍ଗଲର ସବୁ ଜୀବଜନ୍ତୁ ଡରିଗଲେ। କିନ୍ତୁ ହାତୀ କଥାରେ ସତ୍ୟତା ଥିଲା। ସିଏ କହିଲା, ଯଦି ଆମେ ଏକଜୁଟ ହୋଇ ଆମର କାମ କରିବା ତାହେଲେ ଆମେ ବାଘକୁ ନିଶ୍ଚୟ ଜିତିପାରିବା। ତା ପରଦିନ ବାଘ ଯେତେବେଳେ ବୁଲିବାକୁ ବାହାରିଲା ସେତେବେଳେ ସବୁ ଜୀବଜନ୍ତୁମାନେ ମିଶିକି ତାର ସାମ୍ନା କଲେ। ହାତୀ କହିଲା, ତମେ ଜଙ୍ଗଲର ରାଜା, କିନ୍ତୁ ଏହା ମାନେ ନୁହେଁ ଯେ ତୁମେ ଆମକୁ ହଇରାଣ କରିବ। ଯଦି ତମେ ଆମକୁ ହଇରାଣ କରିବ ତାହେଲେ ଆମେ ସମସ୍ତେ ମିଶି ତମକୁ ବିରୋଧ କରିବୁ। ବାଘକୁ ଏକଥା ବୁଝା ପଡ଼ିଗଲା ଯେ ତାକୁ ଅନୁଭବ ହେଲା ଯେ ଶକ୍ତିର ଭୁଲ ବ୍ୟବହାର କରିବା ଭୁଲ ଅଟେ। ସେ ସବୁ ଜୀବଜନ୍ତୁଙ୍କୁ କ୍ଷମା ମାଗିଲା ଓ କହିଲା ସେ ଏବେଠୁ ସମସ୍ତଙ୍କ ସହିତ ମିଶିକି ରହିବ ଓ ଶକ୍ତିର ସଠିକ୍ ବ୍ୟବହାର କରିବ। ତା ପରଠୁ ଜଙ୍ଗଲର ସବୁ ଜୀବଜନ୍ତୁ ଶାନ୍ତିରେ ରହିବାକୁ ଲାଗିଲେ ଓ ବାଘ ସତସତିକା ରାଜା ବନିଗଲା, ଯିଏକି ସବୁ ଜୀବଜନ୍ତୁଙ୍କର ରକ୍ଷା କରୁଥିଲା ଓ ସମସ୍ତଙ୍କର ଧ୍ୟାନ ରଖୁଥିଲା। ଏହିପରି ଏକତାର ବଳ ଯୋଗୁଁ ଜଙ୍ଗଲରେ ଶାନ୍ତି ଓ ଖୁସି ଫେରି ଆସିଲା। ଶିକ୍ଷା, ଏକତା ହିଁ ବଳ ଓ ଆମ ଶକ୍ତିର ଆମେ ସଠିକ୍ ଉପଯୋଗ କରିବା ଉଚିତ।